ଜୟ ଜଗନ୍ନାଥ ପିଲାମାନେ। ତ ତୁମମାନଙ୍କୁ ମୁଁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଭିଡ଼ିଓରେ। ଏଇଟା ତୁମର ରହିବ ଜିକେ ଜିଏସ୍ ଆଉ କମ୍ପ୍ୟୁଟରର ମିକ୍ସ କ୍ୱେଶ୍ଚିନ୍ ହେଲା। ଏଇଟା ଯେଉଁମାନେ ଫଣ୍ଡାମେଣ୍ଟାଲ ପୁରା ବେସିକ୍ କ୍ୱେଶ୍ଚିନ୍ ଅଛି, ଯେଉଁମାନେ ଧର ଯେଉଁମାନେ ଅଲରେଡ଼ି ମାନେ ପ୍ରିପାରେସନ୍ ହେଇଯାଇଛି, ଏଇଟା ପୁରା ବେସିକ୍। ଯେଉଁମାନେ କିଛି ବି ଜାଣିନାହାନ୍ତି ଏଇଠୁ କିଛି 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 ନା କିଛି ସେ ଶିଖିକି ଯିବେ ହେଲା। ଏଇଟା ମୋର ତୁମମାନଙ୍କୁ ମାନେ ପ୍ରମିସ୍। ଏଇଟା ମାନେ ବହୁତ ଇଜି କ୍ୱେଶ୍ଚିନ୍ ବି ଅଛି। ତୁମମାନେ କହିବେ ଇଏ କ'ଣ ଏଇ ଇଜି କ୍ୱେଶ୍ଚିନ୍କୁ ଇଏ କରୁଛି? ନାଇଁ, ଯେଉଁମାନେ ପୁରା ବେସିକ୍ରୁ ଅଛନ୍ତି, ଛୋଟ ପିଲା ବି ୟାକୁ ଦେଖିକି, ଛୋଟ ପିଲାଙ୍କ ପାଇଁ ବି ଏଇଟା ବହୁତ ଉପଯୋଗୀ। ସେମାନେ ବି ୟାକୁ କ'ଣ କରିପାରିବେ? ପଢ଼ିପାରିବେ। ଠିକ୍ ଅଛି, ଏବେ ଯିବା ଆମେ ପ୍ରଥମ କ୍ୱେଶ୍ଚିନ୍କୁ। 50ଟା କ୍ୱେଶ୍ଚିନ୍ ଅଛି ହେଲା, ଜଲ୍ଦି ଜଲ୍ଦି ଯିବା। ଠିକ୍ ଅଛି, ଯିବା। ପ୍ରଥମ କ୍ୱେଶ୍ଚିନ୍, ହ୍ୱାଟ୍ ଇଜ୍ ଦ କ୍ୟାପିଟାଲ୍ ଅଫ୍ ଇଣ୍ଡିଆ? ଭାରତର ରାଜଧାନୀ କିଏ? ଏଇଟା ତ ସମସ୍ତେ ଜାଣିଥିବ ଆଉ ହେଲା। ଏଇଟା ଭାରତ ରାଜଧାନୀ କିଏ? ନୂଆଦିଲ୍ଲୀ। ଏଇଟା ହେଲା ତମର କ୍ୱେଶ୍ଚିନ୍ର ଉତ୍ତର। ନୂଆଦିଲ୍ଲୀ ହେଲା କ'ଣ ତମର? ନା ଭାରତର ରାଜଧାନୀ ନା ତମର ନୂଆଦିଲ୍ଲୀ। କ୍ୟାପିଟାଲ୍ ଅଫ୍ ଇଣ୍ଡିଆ ନୂଆଦିଲ୍ଲୀ। ଠିକ୍ ଅଛି। ତାପରେ ହୁ ଇଜ୍ ଦ ଫାଷ୍ଟ ପ୍ରାଇମ୍ ମିନିଷ୍ଟର ଅଫ୍ ଇଣ୍ଡିଆ? କିଏ ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ଭାରତର? କିଏ ଥିଲେ? କିଏ ଥିଲେ ପ୍ରଥମ ପ୍ରଧାନମନ୍ତ୍ରୀ ତମର ଭାରତର? ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ? ହୁ ଇଜ୍ ଦ ଫାଷ୍ଟ ପ୍ରାଇମ୍ ମିନିଷ୍ଟର ଅଫ୍ ଇଣ୍ଡିଆ? କିଏ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ? ଏଇଟା ତୁମେମାନେ ମୋତେ କମେଣ୍ଟ ମାଧ୍ୟମରେ ଜଣାଇବ ହେଲା। ଏଇଟା ତୁମେମାନେ କ'ଣ କରିବ ନା କମେଣ୍ଟ ମାଧ୍ୟମରେ ଜଣାଇବ। ତାପରେ ନ୍ୟାସନାଲ୍ ଆନିମଲ୍ ଅଫ୍, ତାପରେ ସେ ହଁ, ତାପରେ ଥାର୍ଡ଼ କ୍ୱେଶ୍ଚିନ୍ ଯିବା। ନ୍ୟାସନାଲ୍ ଆନିମଲ୍ ଅଫ୍ ଇଣ୍ଡିଆ, ଭାରତର ଜାତୀୟ ପଶୁ କିଏ? ଟାଇଗର। ହାଉ ମେନି ଷ୍ଟେଟ୍ସ ଆର୍ ଇନ୍ ଇଣ୍ଡିଆ? କେତେଟା ରାଜ୍ୟ ଅଛି ଇଣ୍ଡିଆରେ, ଭାରତରେ? 28ଟା। ତାଜମହଲ ଇଜ୍ ଲୋକେଟେଡ୍ ଇନ୍? ତାଜମହଲଟା କୋଉ ରାଜ୍ୟରେ ଲୋକେଟେଡ୍? କୋଉଠି ଅଛି ତାଜମହଲଟା? ତାଜମହଲଟା ତମର କୋଉଠି ଅଛି? ନା ଆଗ୍ରାରେ। ରାଜ୍ୟରେ କୋଉ ଲୋକେଟେଡ୍ ମାନେ ପୁରା ପର୍ଟିକୁଲାର ଜାଗା ନା ପଚାରିଛି ହେଲା। ତାଜମହଲ ତମର କୋଉଠି ଅଛି? ନା ଆଗ୍ରାରେ ତମର ତାଜମହଲ ଅଛି। ଠିକ୍ ଅଛି। ତାପରେ ଯିବା ହୁ ରୋଟ୍ ଦ ଇଣ୍ଡିଆନ୍ ନ୍ୟାସନାଲ୍ ଆନ୍ଥେମ୍? କିଏ ତମର ଜାତୀୟ ସଙ୍ଗୀତ ଯେଉଁଟା ଜନଗଣମନ, ସେଇଟା ତମର କିଏ ଲେଖିଥିଲେ ହେଲା? ରବୀନ୍ଦ୍ରନାଥ ଟାଗୋର। ଏଠି ଖାଲି ଅପସନ୍ ଦେଇଛି ଟାଗୋର ହେଲା। ତାପରେ ଲାର୍ଜେଷ୍ଟ କଣ୍ଟିନେଣ୍ଟ, ସବୁଠାରୁ ବଡ଼ ମହାଦେଶ କିଏ? ଏସିଆ ମହାଦେଶ। ତାପରେ ଲ୍ୟାଣ୍ଡ ଅଫ୍ ରାଇଜିଂ ସନ୍, ସୂର୍ଯ୍ୟ ଉଦୟର ଦେଶ କାହାକୁ କୁହାଯାଏ? କାହାକୁ କୁହାଯାଏ? ଜାପାନ। କରେନ୍ସି ଅଫ୍ ଇଣ୍ଡିଆ, ଇଣ୍ଡିଆର କରେନ୍ସି କ'ଣ ହେଲା? ରୂପେ ଇଣ୍ଡିଆର ହେଲା। ନ୍ୟାସନାଲ୍ ବାର୍ଡ ଅଫ୍ ଇଣ୍ଡିଆ, ଭାରତର ତମର ଜାତୀୟ ପକ୍ଷୀ କିଏ? ପିକକ୍ ହେଲା। ତାପରେ ହୁ ଇନଭେଣ୍ଟେଡ୍ ଦ ଟେଲିଫୋନ୍? ଟେଲିଫୋନ୍ କିଏ ଇନଭେଣ୍ଟେଡ୍ କରିଥିଲେ, ଆବିଷ୍କାର କରିଥିଲେ? ଆଲେକ୍ଜାଣ୍ଡର ଗ୍ରାହାମ ବେଲ୍ ହେଲା। ରେଡ୍ ଫୋର୍ଟ କୋଉଠି ଅଛି? ଲାଲକିଲ୍ଲା ଯୋଉଟା, ରେଡ୍ ଫୋର୍ଟ ତମର କୋଉଠି ଅଛି? ଆଗ୍ରାରେ ହେଲା। ତାପରେ ଲଙ୍ଗେଷ୍ଟ ରିଭର ଇନ୍ ଇଣ୍ଡିଆ, ସବୁଠାରୁ ଲମ୍ବା ନଈ କୋଉଟା ଇଣ୍ଡିଆର? କିଏ ସବୁଠାରୁ ଲମ୍ବା ନଦୀ? ଗଙ୍ଗା। ଗଙ୍ଗା ତମର ଲମ୍ବା ନଦୀ ହେଲା। ନ୍ୟାସନାଲ୍ ଫ୍ଲାୱାର କିଏ? ଲୋଟସ୍, ପଦ୍ମ। ଆଇରନ୍ ମ୍ୟାନ୍ ଅଫ୍ ଇଣ୍ଡିଆ, ଆଇରନ୍ ଲୌହ ମାନବ କିଏ ଭାରତର? ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ। ଖାଲି ସର୍ଦ୍ଦାର ପଟେଲ ଏଠି ଦେଇଛି, କିନ୍ତୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ତାଙ୍କ ପୁରା ନା ହେଲା। ତାପରେ ସ୍ମଲେଷ୍ଟ କଣ୍ଟିନେଣ୍ଟ ଅଫ୍ ଇଣ୍ଡିଆ, ସବୁଠାରୁ ଛୋଟ କଣ୍ଟିନେଣ୍ଟ, ଛୋଟ ମହାଦେଶ ଅଷ୍ଟ୍ରେଲିଆ। ବଡ଼ ମହାଦେଶ ଗଲା ଏସିଆ, ସବୁଠୁ ଛୋଟ। ତାପରେ ଛୋଟ କିଏ ସବୁଠାରୁ? ଅଷ୍ଟ୍ରେଲିଆ। କରେନ୍ସି ଅଫ୍ ଜାପାନ, ଯେମିତି ଆମର ଭାରତର ରହିଲା କରେନ୍ସି ମୁଦ୍ରା ରହିଲା ରୂପେ, ସେମିତି ଜାପାନର କୋଉଟା? ଇଏନ୍, YEN। ଠିକ୍ ଅଛି। ତାପରେ ଲାର୍ଜେଷ୍ଟ ଡିଜର୍ଟ, ସବୁଠାରୁ ବଡ଼ ମରୁଭୂମି କୋଉଟା ତମର? ସାହାରା ମରୁଭୂମି। ସବୁଠାରୁ କ'ଣ ବଡ଼ ମରୁଭୂମି ହେଲା ତମର ସାହାରା ମରୁଭୂମି, ତମର ସବୁଠାରୁ ବଡ଼ ମରୁଭୂମି ହେଲା। 2000, ତାପରେ 2016 ଅଲିମ୍ପିକ୍ସ ହୋଷ୍ଟ କିଏ କରିଥିଲା? ତମର? ବ୍ରାଜିଲ। ଟଲେଷ୍ଟ ମାଉଣ୍ଟେନ୍, ସବୁଠାରୁ ଉଚ୍ଚତମ ଶୃଙ୍ଗ? ଏଭରେଷ୍ଟ। ୟୁନିଟି ଅଫ୍ ଫୋର୍ସ, ବଳର ଏକକ କ'ଣ କିରେ? କିଏ ଜାଣିଛ ବଳର ଏକକ? କମେଣ୍ଟ କର ମୋତେ। ବଳର ଏକକ ୟୁନିଟ୍ ଅଫ୍ ଫୋର୍ସ ହବ ନ୍ୟୁଟନ ହେଲା। ବଳର ଏକକ ହେଲା ନ୍ୟୁଟନ ହେଲା। ଏଇଠୁ ତମର ପଳେଇ ଆସିଲା ବିଜ୍ଞାନ କ୍ୱେଶ୍ଚିନ୍ ହେଲା। ୱାଟର ବଏଲ୍ସ ଆଟ୍, କେତେ ଡିଗ୍ରୀରେ ୱାଟର ମାନେ ଜଳ ଫୁଟିବା ଆରମ୍ଭ କରେ? 100 ଡିଗ୍ରୀ ସେଲସିୟସ୍। ପ୍ଲାଣ୍ଟ ଆବଜର୍ଭ,
ଗଛ ଗୁଡ଼ିକ କ'ଣ ଆବଜର୍ଭ କରିନିଅନ୍ତି? କାର୍ବନ ଡାଇଅକ୍ସାଇଡ୍, ଅଙ୍ଗାରକାମ୍ଳ ହେଲା। ବୋନ୍ସ ଇନ୍ ହ୍ୟୁମାନ୍ ବଡି, ମଣିଷ ଶରୀରରେ କେତେ ଖଣ୍ଡ ମାନେ ହାଡ଼ ଅଛି? 206। ଭିଟାମିନ୍ ଫର୍ ନାଇଟ୍ ବ୍ଲାଇଣ୍ଡନେସ୍ ହେଲା। ନାଇଟ୍ ବ୍ଲାଇଣ୍ଡନେସ୍ ତମର ଅନ୍ଧାର କଣା ଲାଗି କୋଉ ଭିଟାମିନ୍ ଦରକାର? ଭିଟାମିନ୍ ଏ। ତାପରେ ଦ ସନ୍ ଇଜ୍ ଏ ଡ୍ୟାସ୍, ସନ୍ ଗୋଟେ କ'ଣ? ସୂର୍ଯ୍ୟ ଗୋଟେ କ'ଣ? ଷ୍ଟାର। ସୂର୍ଯ୍ୟ ଗୋଟେ କ'ଣ ଅଟନ୍ତି? ଷ୍ଟାର ଅଟନ୍ତି ହେଲା। ତାପରେ ଏସ୍ଆଇ ୟୁନିଟ୍ ଅଫ୍ ଏନର୍ଜି, ଏନର୍ଜିର ଏସ୍ଆଇ ୟୁନିଟ୍ କ'ଣ? ଜୁଲ୍। ଜୁଲ୍ ତମର ରାଇଟ୍ ଆନ୍ସର। ତାପରେ ଅର୍ଗାନ୍ ଦ୍ୟାଟ୍ ପ୍ୟୁରିଫାଏ ବ୍ଲଡ୍ ହେଲା। ଯେଉଁ ଅର୍ଗାନ୍ ମଣିଷର ଯେଉଁ ଅଙ୍ଗ ଅଛି ସବୁ, କେଉଁ ଅଙ୍ଗ ଏମିତି ଅଛି ମଣିଷର ଆଭ୍ୟନ୍ତରରେ ଯିଏ ତମର ରକ୍ତକୁ ପରିଷ୍କାର କରିବାରେ ସାହାଯ୍ୟ କରେ? ସେଇଟା ହେବ ତମର କ'ଣ? କିଡନୀ। କିଡନୀ ହେଲା। ତାପରେ ହାର୍ଡେଷ୍ଟ ନ୍ୟାଚୁରାଲ ସବଷ୍ଟାନ୍ସ, ସବୁଠାରୁ ପ୍ରାକୃତିକ ପଦାର୍ଥ କେଉଁଟା ଅଛି? ସବୁଠାରୁ ହାର୍ଡ ଅଛି ହେଲା। ହାର୍ଡ ଡାଇମଣ୍ଡ। ଡାଇମଣ୍ଡ। ସାଉଣ୍ଡସ୍ ଟ୍ରାଭେଲ, ସାଉଣ୍ଡ ଟ୍ରାଭେଲ୍ସ ଫାଷ୍ଟ ଇନ୍, ସାଉଣ୍ଡ ଶବ୍ଦଟା କେଉଁଠି ଟ୍ରାଭେଲ କରିପାରେ ବହୁତ ଜଲ୍ଦି? ଫାଷ୍ଟ କେଉଁଠି? ଏୟାରରେ ନୁହଁ, ୱାଟରରେ ନୁହଁ, ଭ୍ୟାକ୍ୟୁମ୍ରେ ନୁହଁ, ସଲିଡ୍ ତମର ରାଇଟ୍ ଆନ୍ସର ହେଲା। କେମିକାଲ ସିମ୍ବଲ ଅଫ୍ ଗୋଲ୍ଡ ହେଲା। କେମିକାଲ ସିମ୍ବଲ ଅଫ୍ ଗୋଲ୍ଡ ସୁନାର କ'ଣ ହେବ? ନା AU ହେଲା। ପ୍ଲାଣ୍ଟସ୍ ମେକ୍ ଫୁଡ୍ ବାଇ ହେଲା। କେମିତି କ'ଣ ଗଛ ଖାଦ୍ୟ ତିଆରି କରେ? କେମିତି? ନା ଫଟୋସିନ୍ଥେସିସ୍। ଏଇଟା ସମସ୍ତେ ଜାଣିଥିବ। ଯେଉଁ ତମର ରହିଲା ଗଛ ମାନେ କ'ଣ କରନ୍ତି? ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା, ତୁମେ ମାନେ ଶୁଣିଥିବ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା, ସେଟା ହେଲା ଫଟୋସିନ୍ଥେସିସ୍। ଗ୍ୟାସ୍ ଏସେନ୍ସିଆଲ ଫର୍ ବ୍ରେଥିଂ ହେଲା। ଗ୍ୟାସ୍ ଏସେନ୍ସିଆଲ ଫର୍ ବ୍ରେଥିଂ। ଗ୍ୟାସ୍ ଏସେନ୍ସିଆଲ କେଉଁଟା ତମର? କେଉଁ ଗ୍ୟାସ୍ ତମର ଏସେନ୍ସିଆଲ ମାନେ ନିହାତି ଜରୁରୀ ତମର ଶ୍ୱାସକ୍ରିୟା ନେବାରେ? କେଉଁ ଗ୍ୟାସ୍? ଅକ୍ସିଜେନ୍। ଅକ୍ସିଜେନ୍, ଅକ୍ସିଜେନ୍ ଗ୍ୟାସ୍, ଅମ୍ଳଜାନ ଗ୍ୟାସ୍। ମର୍କ୍ୟୁରୀ ଇଜ୍ ଏ ଡ୍ୟାସ୍, ମର୍କ୍ୟୁରୀ ଗୋଟେ କ'ଣ? ମର୍କ୍ୟୁରୀ ଗୋଟେ କ'ଣ? ନା ଲିକ୍ୱିଡ୍ ମେଟାଲ ହେଲା, ତରଳ ଧାତୁ ହେଲା। ମର୍କ୍ୟୁରୀ ହେଲା ଗୋଟେ ତରଳ ଧାତୁ। ଅର୍ଥ ରିଭଲ୍ଭସ୍ ଆରାଉଣ୍ଡ, ପୃଥିବୀ କାହା ଚାରିପଟେ ଘୁରୁଛି? କାହା ଚାରିପଟେ ଘୁରୁଛି? ପୃଥିବୀ। ପୃଥିବୀ ସୂର୍ଯ୍ୟଙ୍କ ଚାରିପଟେ ଘୁରୁଛି ହେଲା। ଏଇଠି ତମର ଶେଷ ହେଲା କ'ଣ ତମର? ନା ଏତିକି ଯାକେ ତମର ଶେଷ ହେଇଗଲା ଜିକେ ଆଉ ବିଜ୍ଞାନର କୋଶ୍ଚିନ୍ ହେଲା। ଜେନେରାଲ ନଲେଜ ଆଉ ଜିଏସ୍ ହେଲା, ଜେନେରାଲ ସାଇନ୍ସ ଏତିକି କୋଶ୍ଚିନ୍। ତାପରେ ଏପଟକୁ ଯିବା 36 ନମ୍ବର କଥାରୁ ତମର କମ୍ପ୍ୟୁଟର କୋଶ୍ଚିନ୍। ଏଇଠି CPU ଷ୍ଟାଣ୍ଡସ୍ ଫର୍, CPU ଷ୍ଟାଣ୍ଡସ୍ ଫର୍, CPUର ମାନେ CPU ଷ୍ଟାଣ୍ଡସ୍ ଫର୍ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। ଉତ୍ତର ହେବ ବି ଏଇଟା, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। ବ୍ରେନ୍ସ ଅଫ୍ କମ୍ପ୍ୟୁଟର କିଏ? RAM ଭୁଲ, CPU ଏଇଟା ଠିକ୍, ହାର୍ଡ ଡିସ୍କ ଭୁଲ, ମନିଟର ଭୁଲ ହେଲା। ଇନପୁଟ ଡିଭାଇସ୍, କୋଉଟା ଇନପୁଟ ଡିଭାଇସ୍? ମାନେ ଆମେ କମ୍ପ୍ୟୁଟରକୁ ଯାହା ବି ତଥ୍ୟ ଦଉ, ଆମେ କାହା ଦ୍ୱାରା ତଥ୍ୟ ଦେଉ? ମନିଟର ଦ୍ୱାରା ତଥ୍ୟ ଦଉ କି ନା? ମନିଟର ଦ୍ୱାରା ଆମେ ତଥ୍ୟ ପାଉ, ଆମେ ଦେଖୁ, ତ ସେଟା ଆଉଟପୁଟ ଡିଭାଇସ୍। ପ୍ରିଣ୍ଟର, ପ୍ରିଣ୍ଟର ଯୋଉଟା ହେଲା ପ୍ରିଣ୍ଟ କରିକି ବାହାର କରୁଛି, ତ ସେଟା ତମର ଇନପୁଟ ଡିଭାଇସ୍ ହେଲାନି, ସେଟା ଆଉଟପୁଟ ଡିଭାଇସ୍। କିବୋର୍ଡ, କିବୋର୍ଡରୁ ତମେ କିଛି ତଥ୍ୟ ପାଉଛ କି ନାହିଁ? ତମେ ତଥ୍ୟ ଦଉଛ କିବୋର୍ଡରେ, ହାତରେ ଆଙ୍ଗୁଠିରେ ଟିକ୍ 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 କରିକି କିବୋର୍ଡ ଦ୍ୱାରା ତମେ କମ୍ପ୍ୟୁଟରକୁ ତଥ୍ୟ ଦଉଛ, ତ ଏଇଟା ହେବ ଇନପୁଟ ଡିଭାଇସ୍ ହେଲା କିବୋର୍ଡ। ଠିକ୍ ଅଛି। ସ୍ପିକର ତ ଆଉଟପୁଟ, ଶବ୍ଦଟା ବାହାରୁଛି ତ ସେଟା ଆଉଟପୁଟ ରହିଲା। ତାପରେ ଆ ଭିତରୁ କୋଉଟା ଆଉଟପୁଟ ଡିଭାଇସ୍? କିଏ ତମକୁ ମାଉସ ଦ୍ୱାରା ତମେ ଇନପୁଟ ଦିଅ, ସ୍କାନର ଦ୍ୱାରା ବି ତମେ କ'ଣ କର? ଇନପୁଟ ଦିଅ। ମନିଟର ଦ୍ୱାରା ତମର ଆଉଟପୁଟ ମିଳେ। ଯାହା ବି ତମର କମ୍ପ୍ୟୁଟର କାମ କରିବ ତାକୁ କାହା ଦ୍ୱାରା ଦେଖେଇବ? ନା ମନିଟର ଦ୍ୱାରା ଦେଖେଇବ। କିବୋର୍ଡ ତ ଜାଣିଲ, ଏଇଟା ହେଲା ଇନପୁଟ ଡିଭାଇସ୍। ଆଉ କ'ଣ? ର୍ୟାମ୍, ର୍ୟାମ୍ର ଫୁଲ୍ ଫର୍ମ କ'ଣ? RM, ର୍ୟାମ୍ର ଫୁଲ୍ ଫର୍ମ କ'ଣ? ରାଣ୍ଡମ୍ ଆକ୍ସେସ୍ ମେମୋରି। ସମସ୍ତେ ମନେ ରଖିବ, ରାଣ୍ଡମ୍ ଆକ୍ସେସ୍ ମେମୋରି। ଉତ୍ତର ହେଲା ଏ। ଠିକ୍ ଅଛି। ତାପରେ ରମ୍ର ଫୁଲ୍ ଫର୍ମ କ'ଣ? ନା ରିଡ୍ ଓନ୍ଲି ମେମୋରି, କେବଳ ପଢ଼ି ହେବ ହେଲା। ତାପରେ ୱିଣ୍ଡୋଜ୍ ଡେଭଲପଡ୍ ବାଇ, ୱିଣ୍ଡୋଜ୍ ଯେଉଁଟା ତମେ କମ୍ପ୍ୟୁଟର ଯେଉଁ ଚଲାଉଛ ୱିଣ୍ଡୋଜ୍ ଲେଖା ଆସେ ସବୁ ଦେଖିଥିବ, ତ ୱିଣ୍ଡୋଜ୍ କିଏ ଡେଭଲପ୍ କରିଥିଲା? ମାଇକ୍ରୋସଫ୍ଟ କମ୍ପାନୀ ହେଲା। ମାଇକ୍ରୋସଫ୍ଟ କମ୍ପାନୀ ତମର ୱିଣ୍ଡୋଜ୍ ଡେଭଲପ୍ କରିଥିଲା। ତାପରେ ମେନ୍ ସର୍କିଟ୍ ବୋର୍ଡ, ଆଙ୍କ ଭିତରୁ କୋଉଟା ମେନ୍ ସର୍କିଟ୍ ବୋର୍ଡ କମ୍ପ୍ୟୁଟର ଚଲେଇବା? ମଦର ବୋର୍ଡ ହେଲା। ମଦର ବୋର୍ଡ ଦେଖିବ, ଯେଉଁ ଗୋଟେ କମ୍ପ୍ୟୁଟର ଯେତେବେଳେ CPU ଖୋଲା ହେବ, ସେତେବେଳେ ଖୋଲିଥିବେ କେତେବେଳେ ଯଦି ଦେଖିବ, ସେ ଯେଉଁଟାରେ ତମର ରହିଥିବ ସବୁ ଯାକ ଜିନିଷ ତା ଦେହରେ ସବୁ ଲାଗିକି ରହିଥିବ ହେଲା। ଯେଉଁ ସର୍କିଟରେ ଯାହା ବି ତମର ରହିଲା RAM, ROM ହେଲା,
ତାପରେ ଟ୍ରାଞ୍ଜିଷ୍ଟର ତାପରେ ଯୋଉ ତା ଦେହରେ ରେଜିଷ୍ଟର ତା ଦେହରେ ସବୁ ସବୁ ରହିଥିବ ତା ଦେହରେ ହେଲା। ଡିଭାଇସ୍ ଟୁ ପ୍ରିଣ୍ଟ ଡକୁମେଣ୍ଟ, କୋଉଟା ତମର ଡକୁମେଣ୍ଟ ପ୍ରିଣ୍ଟ କରିବା ପାଇଁ ବ୍ୟବହାର କରାଯାଏ? ପ୍ରିଣ୍ଟର। ଏଟା ତ ବହୁତ କ୍ୱେଶ୍ଚନ, ଇଜି କ୍ୱେଶ୍ଚନ। ତାପରେ କମ୍ପ୍ୟୁଟର ଭାଇରସ, ତମେ ମାନେ ଶୁଣିଥିବ ଯେ କମ୍ପ୍ୟୁଟର ଭାଇରସ ପଶିଗଲା। ଭାଇରସ ଗୋଟେ କଣ? ଭାଇରସ ଗୋଟେ କଣ? ହାର୍ଡୱେର ନା ଭୁଲ। ଇନପୁଟ ଡିଭାଇସ ନା। ଆଉଟପୁଟ ଡିଭାଇସ ନା। ଏଟା ହେଲା ସଫ୍ଟୱେयर ଗୋଟେ ପ୍ରୋଗ୍ରାମ ହେଲା। ତାପରେ କି ଟୁ ଡିଲିଟ ଟେକ୍ସଟ, କୋଉ କି ଟା ତମର ଡିଲିଟ କରିବା ପାଇଁ ବ୍ୟବହାର କରାଯାଏ? ଟେକ୍ସଟ କୁ ହେଲା। ଡିଲିଟ ଡିଲିଟ ହେଲା। କଣ କିବୋର୍ଡରେ ଦେଖିବ ଗୋଟେ ଡିଲିଟ କି ଥିବ ହେଲା। ଡିଲିଟ କିବୋର୍ଡରେ ଦେଖିବ ଗୋଟେ ଡିଲିଟ କି ଥିବ, ସେଇଟା ହେଲା କଣ? ଟେକ୍ସଟ କୁ ଡିଲିଟ କରିବା ପାଇଁ ବ୍ୟବହାର କରାଯାଏ। କପି କୋଉଥିରେ କରାଯାଏ? କଣ୍ଟ୍ରୋଲ ପ୍ଲସ ସି କପି ହେଲା। ତାପରେ ପେଷ୍ଟ କୋଉଥିରେ କରାଯାଏ? କଣ୍ଟ୍ରୋଲ ପ୍ଲସ ଭି ହେଲା। ଏଇଟା ହେଲା ପେଷ୍ଟ ପାଇଁ ବ୍ୟବହାର କରାଯାଏ। ତାପରେ ଗୁଗଲ, ଗୁଗଲ ଗୋଟେ କଣ ନା? ଗୁଗଲ ହେଲା ଗୋଟେ ସର୍ଚ୍ଚ ଇଞ୍ଜିନ। ଗୁଗଲ ହେଲା କଣ? ଗୋଟେ ସର୍ଚ୍ଚ ଇଞ୍ଜିନ। ଠିକ ଅଛି। ତାପରେ ଗୁଗଲରେ ତମେ ସର୍ଚ୍ଚ ଇଞ୍ଜିନ ନୁହଁ, ଗୁଗଲ ଦେଇଥିବ ମୋବାଇଲରେ ଦେଖିବ, ଗୁଗଲ ଦେଇଥିବ, ଗୁଗଲ ସମସ୍ତଙ୍କର ଫୋନରେ ଗୁଗଲ ଥିବ, ତମେ ଯାଇ ସର୍ଚ୍ଚ କରିଦଉଛ, ଏଇଟା ମୋର ଏଇଟା ଦରକାର, ମୁଁ ଏଇଟା ସର୍ଚ୍ଚ କରିବି। ସର୍ଚ୍ଚ କରିଦେଲେ ସର୍ଚ୍ଚ ଇଞ୍ଜିନ। ଡବ୍ଲ୍ୟୁ 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 ତାର ଫୁଲ ଫର୍ମ କଣ? ୱାର୍ଲଡ ୱାଇଡ ୱେବ। ୱାର୍ଲଡ ୱାଇଡ ୱେବ, ଡବ୍ଲ୍ୟୁ ଡବ୍ଲ୍ୟୁ ର ଫୁଲ ଫର୍ମ। ତ ଏତିକି ଥିଲା ତୁମର ଆଜି କଣ ନା ଜେନେରାଲ ନଲେଜ ର କ୍ୱେଶ୍ଚନ। ତ ଯାହା ମୁଁ ଗୋଟେ କ୍ୱେଶ୍ଚନ ଦେଇଛି ତମକୁ ହେଲା, ଏଇଟା କରିବ। ହୁ ଇଜ ଦ ପ୍ରାଇମ ମିନିଷ୍ଟର ଅଫ ଇଣ୍ଡିଆ ହେଲା। ଏଇଟା ତୁମେ ମତେ କମେଣ୍ଟରେ ଜଣେଇବ ହେଲା। ଆଉ ଭିଡ଼ିଓ ତୁମମାନଙ୍କୁ କେମିତି ଲାଗୁଛି ମତେ ବି ଜଣେଇବ ହେଲା। ତୁମମାନଙ୍କ ଅପେକ୍ଷାରେ ମୁଁ ରହିଲି। ତୁମେମାନେ ଯଦି କହିବ, ମୁଁ ତାହେଲେ ସବୁଦିନ ଏଇଭଳିଆ ଜିକେ ଜିଏସ୍ ମ୍ୟାଥ ସବୁ କିଛି ଭିଡ଼ିଓ ମୁଁ ନେଇକି ଆସିବି। ଆଉ ଯଦି ସମୟ ଭଲ ଲାଗୁଥିବ, ତାହେଲେ ପିଲାମାନେ ଦୟାକରି ଚ୍ୟାନେଲକୁ ଟିକେ ସବସ୍କ୍ରାଇବ କରିବ, ଆଉ ଭିଡ଼ିଓକୁ ଗୋଟେ ଲେଖା ଲାଇକ୍ କରିବ ହେଲା। ରହୁଛି, ଜୟ ଜଗନ୍ନାଥ।